ଛୋଟବେଳେ ଓଡ଼ିଶାରେ ଥିଲି। ଆମ ଗୋଟେ ଭୁବନେଶ୍ୱର ହଷ୍ଟେଲରେ ପଢୁଥିଲି। ସେତେବେଳେ ମୁଁ ମୋ ମା ବାପାଙ୍କ ଠାରୁ ମୁଁ ହଜି ଯାଇଥିଲି। ଆଉ ତାପରେ ମତେ ଜଣେ ପୋଷିବେ ବୋଲିକି ମତେ ସେଠୁ ନେଇ ଆସିଲେ। ଆଉ ଏଠି ଏବେ ବହୁତ କଷ୍ଟ ଦଉଛନ୍ତି, ବହୁତ ଅତ୍ୟାଚାର ବି କରୁଛନ୍ତି। ମୁଁ ଓଡ଼ିଶାକୁ ଫେରି ଯିବା ପାଇଁ ଚାହୁଁଛି। ସୁଜି ମତେ ବହୁତ କାମ କରଉଛନ୍ତି, ଘର କାମ। ମୋ ପାସପୋର୍ଟ ମତେ 2018ରେ ମତେ ମିଳିଥିଲା ଏବଂ 2023ରେ ସମାପ୍ତ ହୋଇଛି। ମୁଁ ସତ୍ୟ କରି ଓଡ଼ିଶାକୁ ଫେରି ଯିବା ପାଇଁ ଚାହୁଁଛି। ଶ୍ରୀମୋହନ ବାବୁ, ମୁଁ ଆପଣଙ୍କୁ ଅନୁରୋଧ କରୁଛି ମତେ ଓଡ଼ିଶାକୁ ଫେରିବାର ସହାୟତା କରିବାକୁ। ମୁଁ ସେଠାରେ ଥିଲି। ସୁଜି ମତେ ବହୁତ କଣ୍ଟ୍ରୋଲ କରୁଛନ୍ତି। ଶ୍ରୀମୋହନ ବାବୁ, ମୁଁ ଯେତେବେଳେ ଓଡ଼ିଶାରେ ଥିଲି ମୁଁ ବହୁତ ଖୁସି ଥିଲି। ବର୍ତ୍ତମାନ ଏବେ ଆମେରିକାରେ ମୁଁ ଜମା ଖୁସି ନାହିଁ। ସୁଜି ଜଣେ ଖ୍ରୀଷ୍ଟିଆନ ଆଉ ମୁଁ ଜଣେ ହିନ୍ଦୁ ଝିଅ। ସେ ମତେ ବାଧ୍ୟ କରୁଛନ୍ତି ଖ୍ରୀଷ୍ଟିଆନ ହେବାକୁ। ଆଉ ମୁଁ ସେଥିରେ ରାଜି ନହେଲେ ମତେ ବହୁତ ଅତ୍ୟାଚାର କରୁଛନ୍ତି। ମତେ ଏଠି ଲୋକ ଦିଥର ମୋ ଜୀବନ ନେବା ପାଇଁ ଚେଷ୍ଟା କଲାନି। ଆଉ ମତେ ବହୁତ ଅତ୍ୟାଚାର କରୁଛନ୍ତି। ଆଉ ଏ ସ୍ତ୍ରୀ ଲୋକ, ମୁଁ ସ୍କୁଲ ଛୁଟି ଦିନରେ ଯାହା ବି ସବୁ କାମ କରିଥିଲି ସେ ସବୁ ପଇସା ନେଇ ଯାଇଛନ୍ତି। ସେ ପଇସାରେ ମୁଁ ଓଡ଼ିଶାକୁ ଯାଇଥାନ୍ତି। କମ ସେ କମ 10 ଲକ୍ଷ ଟଙ୍କା ରଖିଥିଲି, କିନ୍ତୁ ମୋ ପାଖରେ ନାହିଁ। ସବୁ ପଇସା ନେଇ ଯାଇଛନ୍ତି। ଦୟାକରି ଯଦି ମୁଁ ଖ୍ରୀଷ୍ଟିଆନ ନ ହେବି ତାହେଲେ ଏମାନେ ମତେ କଥା ଦେଇଛନ୍ତି ଯେ ମତେ ଜୀବନରୁ ମାରିଦେବେ ବୋଲି।